ମୁଁ ଘରଦେବରୁ ଆପଣ କହୁଛି। ମୁଁ କାମ୍ପେଲା ଛକକୁ ଯିବାକୁ ଗୋଟେ ଟୋକାଟା ଆସିଲା। ସେଇଟା କହୁଛି ଆମ ବାପା ସିରିୟସ୍ ଥିଲେ ତ ଦେଖିବା ପାଇଁ ମୁଁ ଯାଉଥିଲି। ସେଇ ଟୋକାଟା ଆସିଲା ଯେ ମୋତେ ଜବରଦସ୍ତ କହିଲା କି ମୋବାଇଲ ନମ୍ବର ମାଗିଲା। ମୁଁ କହିଲି କି ମୁଁ ମୋବାଇଲ ଧରୁନି ବୋଲି କହିଲି। ତାପରେ ସେ କହିଲା କି ମୁଁ ମୋବାଇଲ କିଣିଦେବି ବୋଲି କହିଲା। ତ ଶଙ୍ଖା ସିନ୍ଦୁର ତୁ କ'ଣ ପାଇଁ ପିନ୍ଧୁନୁ ବୋଲି କହିଲା। ମୁଁ କହିଲି ଯେ ମୁଁ ପିନ୍ଧିବି ନାହିଁ, ମୁଁ ଏମିତି ଏକା ଯିବି ବୋଲି କହିଲି। ସିଏ କହିଲା ମୁଁ ସବୁ ଜିନିଷ କିଣିଦେବି, କିନ୍ତୁ ତୁ ମୋତେ ସବୁଦିନ ପାଇଁ ତୁ ମୋ ସାଙ୍ଗରେ ଫୋନ୍ରେ କଥା ହବୁ ବୋଲି ମୋତେ କହିଲା। ମୁଁ କିନ୍ତୁ ସେଇଠୁ କହିଲି କି ହଁ ମୁଁ କଥା ହେବି, ନମ୍ବରଟା ଦିଅ ବୋଲି। ସେଇଠୁ ନମ୍ବରଟା ନେଇକି ଆସିଲି। ଆସିବା ପୂର୍ବରୁ ସିଏ କହିଲା କି ମୋତେ କିସ୍ଟେ ଦିଅ ବୋଲି କହିଲା। ସେଇଠୁ ମୁଁ କହିଲି କି ମୁଁ କିସ୍ ଦେଇପାରିନି ବୋଲି। ସେ ଜବରଦସ୍ତ କିସ୍ ମାଗିକି ଗଲା। ସେଇଠୁ କିସ୍ଟା ଦେଲା। ସେଇଠୁ କହିଲା କି ଆମ ଝିଅକୁ ତୁ ମୋବାଇଲଟା ଧରିକି ଚାଲେ, ମୁଁ ଯାଉଛି ସେଇପଟେ ଟିକେ ବୋଲି କହିଲା। ଲଟିକୁ ଧରିକି ଜବରଦସ୍ତ କରିକି ନେଇକି ଗଲା। ସେଇଠୁ ଜବରଦସ୍ତ କରିକିନା କହିଲା କି ତୋ ବାପା ମାଆଙ୍କ ସହିତ ତୁ କିଛି ବି କହିବୁ ନାହିଁ ତମ ବାପା ମାଆଙ୍କୁ ବୋଲି କହିଲା। ସେଇଠୁ ମୁଁ କହିଲି କି ହଁ ମୁଁ କହିବି ନାହିଁ କିଛି ଗଲା ବି। ସେ କହିଲା ତୁ ଯଦି କହିବୁ ମୁଁ ଜୀବନରେ ତୋତେ ମାରିଦେବି ବୋଲି କହିଲା। ଆଗରୁ ନାଇଁ ସାର୍ ମୁଁ ଚିହ୍ନିନି କି ଜାଣିନି। ସେ ଆଗରୁ ଏମିତି ସ୍ତ୍ରୀମାନଙ୍କ ସହିତ ଏମିତି ବ୍ୟବହାର କରୁଛି, ଏବେ ତ କରିବାକୁ ହେଉଛି।